ପରିଚାଳନା କରନ୍ତି। ତେଣୁ ଆଜି ମଧ୍ୟ କରୁଥିଲି। ବିଜ୍ଞାନ ଭାଇ ମତେ କାଲି କହିଲେ ଭାଇ ଟିକେ ଜଏନ କରନ୍ତୁ। ମୁଁ ସେଇ କଥା ଭାବେ ଯେ ଆମେ ଆଲୋଚନା କରିବା, କି ଆଲୋଚନା କରିବା, କଣ ଆଲୋଚନା କରିବା? ଠାକୁରଙ୍କ କଥା ତ କହିଲେ କେବେ କିଏ ଠିକ ଭାବରେ କହିପାରନ୍ତିନି। ତାର ନିଜର ବୋଧ ଅନୁସାରେ ସେ ଯେମିତି ଅନୁଭବ କରନ୍ତି ଏବଂ ସେଇ ଭାବରେ ସେ କିଛି କୁହନ୍ତି। ଆଉ ଯାହା ବି କୁହନ୍ତି ସମସ୍ତେ ତା ପ୍ରାୟତଃ ଜାଣିଥାନ୍ତି, କିନ୍ତୁ ନୂଆ ମୁହଁ ଦେଇ ଟିକେ କହିଲେ ସେଟା ଟିକେ ନୂଆ ନୂଆ ଲାଗେ। ଯେମିତି ରସଗୋଲା ଖାଇଲେ ମିଠା ଲାଗେ, ଠାକୁରଙ୍କର କଥା ଯେ ବାସ୍ତବ ଜୀବନରେ ଯେ ଟିକେ ଟିକେ କରୁଥାନ୍ତି ତାଙ୍କ କଥାଟା ହିଁ ଭଲ ଲାଗେ। ତେଣୁ ଆମେମାନେ ନିଜକୁ ନିଜେ ଅନୁଭବ କରିପାରିବା ଆମେ ନିଜେ କେମିତି ଠାକୁରଙ୍କୁ କି ଭାବରେ ଆମେ ଗ୍ରହଣ କରିଛେ ଏବଂ ତାଙ୍କର ଜୀବନ ଚଳଣି ସହିତ ଆମ ଜୀବନ ଚଳଣୀକି କେମିତି ସାମିଲ କରିବା, ସେଇ ଭାବରେ ଚଳିବା ପାଇଁ କେମିତି ବ୍ରତୀ ହେଉଛେ ତାହା ଆମେ ନିଜେ ହିଁ କହିପାରିବା। ତେଣୁ ମୁଁ କାଲି ଗୋଟେ ସତ୍ସଙ୍ଗରେ ବସିଥାଏ, ସେ ସତ୍ସଙ୍ଗରେ ମୋର ମନେ ପଡେ, ସତ୍ସଙ୍ଗଟାକୁ ଦେଖି ଏମିତି ଅନୁଭବ କରାଗଲା ଯେମିତି ପିଲାଦିନେ ଯେତେବେଳେ ଆମେ ସ୍କୁଲକୁ ଯାଉ ବା କଲେଜକୁ ଯାଉ ପାଠ ପଢିଲା ବେଳକୁ ପାଠ ଯେତେ ଆସୁ ବା ନ ଆସୁ ନିଜ ଭିତରେ ଗୋଟେ ଇଚ୍ଛା ଥାଏ ଯେ ଆଗ ଲାଇନରେ ବସିବା। ଆଗ ଲାଇନରେ ବସିଲେ କଣ ହୁଏ, ସାଧାରଣତଃ ଟିକେ ମାନେ ଆକ୍ଟିଭଲି ବସିବାକୁ ପଡେ। ଆଉ ଟିକେ ପଛ ଲାଇନ କି ଯେତେ ପଛକୁ ପଛ ଯିବ ଟିକେ ଆକ୍ଟିଭଲି ଏତେ ହେଇ ହୁଏ ନା, ଇନଆକ୍ଟିଭ ଭାବରେ ଟିକେ ଏଣେ ତେଣେ କଥାବାର୍ତ୍ତା ଏମିତି ହେଇ ହୁଏ। ତେଣୁ ଆଗ ଲାଇନରେ ବସିଲେ ସାଧାରଣତଃ ସାରଙ୍କର ଲକ୍ଷ୍ୟ ଥାଏ ଯେ ଆଗ ଲାଇନର ପିଲାମାନେ ସାଧାରଣତଃ ଯାହା ପ୍ରଶ୍ନ ପଚାରିଲେ କହିଦେଇ ପାରନ୍ତି। ତେଣୁ ପ୍ରଥମ ଯେକୌଣସି ପ୍ରଶ୍ନ ପଛ ଲାଇନ ପିଲାଙ୍କୁ ଆଗେ ପଚାରନ୍ତି ଏବଂ ସେଇ ପଛ ଲାଇନ ପିଲାଙ୍କୁ ଯେତେବେଳେ ପଚାର କରନ୍ତି କେତେବେଳେ କଣ ଟିକେ ଆଗ ଲାଇନ ପଚାରନ୍ତି। ଠିକ ଅନୁଭବ ଭାବରେ ଯୋଉମାନେ ଆମେ ସତ୍ସଙ୍ଗରେ ସବୁ ବସୁଛନ୍ତି, କୀର୍ତ୍ତନ କରନ୍ତୁ, ଯାଜନ କରନ୍ତୁ କି ପରିଚାଳନା କରନ୍ତୁ, ଆଗ ଲାଇନରେ ବସୁଛନ୍ତି, ସେମାନେ କେତେ ଆକ୍ଟିଭଲି ବସିବା ଦରକାର। ଏବଂ ଠାକୁରଙ୍କୁ ଆମେ ଫିଲ୍ କରୁଛେ, ଆମେ ସବୁ ସତ୍ସଙ୍ଗରେ ଶୁଣୁଛେ ଏବଂ ଆମେ ମଧ୍ୟ ଆଲୋଚନା କରୁଛେ ଯେ ଠାକୁର ଅଛନ୍ତି ଆମ ପାଖରେ। ଯେମିତି ଆଜି ଅନଲାଇନରେ ମଧ୍ୟ ଆମେ ଫିଲ୍ କରିପାରିବା ଯେ ଠାକୁର ଅଛନ୍ତି ଏବଂ ଠାକୁର ଯଦି ଅଛନ୍ତି ଆମର କହିବା, ଆମର ଚିନ୍ତା, ଆମର ଚେତନା ଚୟନ କରିବା, ଆମର ନିଜର ଇଏରେ ଯେମିତି ଆମେ ଘରେ ବସିଥିଲେ ମଧ୍ୟ ଆମର ବସିବାଟା ମଧ୍ୟ ଠିକ ସେମିତି ସତ୍ସଙ୍ଗରେ ବସିଲା ଭଳିଆ ଆମେ ଅନୁଭବ କରିବା ଦରକାର। କିନ୍ତୁ ସେଇ ଭାବରେ ହୁଏ ନା ସତ୍ସଙ୍ଗରେ ଯେମିତି ଆସ୍ତେ ଆସ୍ତେ, ଯେମିତି ମୁଁ ବେଳେ ବେଳେ କୁହେ ଯେମିତି ପାରାଦୀପ ଯେମିତି ଗୋଟେ ଡ୍ୟାସ, ଯେ ଡ୍ୟାସ ପୂରଣ ହେଲେ ବନ୍ଦର, ସେମିତି ତା ପଛକୁ ଭାଇମାନେ ଦେଖି ଅଗଷ୍ଟ 15ରେ ପାରାଦୀପ ପହଞ୍ଚେଇ ଦେଇଛନ୍ତି। ଠିକ ସେମିତି ଅନୁଭବ ଭାବରେ ଆମେ ସତ୍ସଙ୍ଗ ଏମିତି ଗୋଟେ ସମୟ ଆସିବ ଯେ ଆମେ ଭାବୁଥିଲେ ଆମେ ଯୋଉମାନେ ସତ୍ସଙ୍ଗରେ ଆମେ ସତ୍ସଙ୍ଗ ପ୍ରତି ଭଲ ପାଇ ଆମେ ଯୋଉମାନେ ଆସିଛେ, କେବଳ ଏଇ ଯେ ଡିସିପ୍ଲିନ ଗୋଟେ ମାନି ଚଳିବା, ଆଉ ଏଇ ଡିସିପ୍ଲିନଟା ଏତେ ଭଲ ଲାଗେ, ସେଇଥିପାଇଁ ମୁଁ ମୋ କଥା ମୁଁ ନିଜେ କହୁଛି, ଏଇ ଡିସିପ୍ଲିନଟା ଏତେ ଭଲ ଲାଗେ ଯୋଉଟା କି ଏଇଟା ଅନନ୍ୟ, ଅନ୍ୟ ଯେକୌଣସି ଧର୍ମୀୟ ଅନୁଷ୍ଠାନ ଠାରୁ ଏଇଟା ସ୍ୱତନ୍ତ୍ର। କିନ୍ତୁ ଯେଇ ସ୍ୱତନ୍ତ୍ରତାକୁ ଆମେ ଯଦି ବଜାୟ ନ ରଖିବା, ଆଉ ଏଇ ସ୍ୱତନ୍ତ୍ରତା ଯଦି ଧୀରେ ଧୀରେ କ୍ଷୀର୍ଣ୍ଣ ହେଇକି ଯିବ, ଆସ୍ତେ ଆସ୍ତେ କମି କମି ଯିବ, ତାହେଲେ କଣ ହେଇଯିବ, ଅନ୍ୟ ଧର୍ମୀୟ ଅନୁଷ୍ଠାନ ସହିତ ସମାନ ହେଇ ଉଠିବ ଆଉ ମଣିଷ ସେଇ ଭାବଟା ଫିଲ୍ କରିପାରିବ। ତ ମୁଁ ଏଇ କଥା ଅନୁଭବ କରେ। ଯେମିତି ଗୋଟେ ସେ ଠାକୁରଙ୍କର ଗୋଟେ କଥା, ହିମାୟତପୁର ଆଶ୍ରମର କଥା, ଯେତେବେଳେ ଠାକୁର ଗାଁ ରାସ୍ତା ଦେଇ ଯାଉଥାନ୍ତି, ଆମେ ଏଟା ଶୁଣିଛେ, ଗାଁ ରାସ୍ତା ଲମ୍ବା ଲମ୍ବା ପାଉଣ୍ଡ ପକେଇ ଚାଲିଥାନ୍ତି, ତାଙ୍କ ପଛରେ ଯୋଉ ଭକ୍ତମାନେ ଯାଉଛନ୍ତି ଦୌଡ଼ିଲା ଭଳିଆ ଯାଆନ୍ତି, ଠାକୁରଙ୍କର ଚାଲିବା ସହିତ ଅନ୍ୟମାନଙ୍କର ଦୌଡ଼ିବା ସମାନ ହେଇଯାଏ। ଏଇ ସମୟରେ ତାଙ୍କର କଣ ହେଲା, ହଠାତ୍ ଠାକୁର ଠିଆ ହେଇଗଲେ। ଯେତେବେଳେ ଠିଆ ହେଇଗଲେ ତାଙ୍କର 2-3 ଫୁଟ ବ୍ୟବଧାନରେ ଗୋଟେ ବଡ ବିଷଧର ସାପ ଗୋଟେ ଫଣା ଟେକି ଠିଆ ହେଇଗଲେ। ଠାକୁର ଟିକେ ଅଳ୍ପ ହସିଦେଲେ ଏବଂ ହସିଦେଲା ବେଳେ ସେ ଆଡକୁ ଅନେଇଲେ, ସତେ କି ଯେମିତି ପଚାରୁଛନ୍ତି ଏବେ ଆମେ କଣ କରିବା। ତାଙ୍କ ଠାରୁ 2-3 ହାତରେ ଦୂରରେ ସାପ। ତେଣୁ ଭକ୍ତମଣ୍ଡଳୀ ଏଇ କଥା ଦେଖିକି ଆସ୍ତେ ଆସ୍ତେ କଣ କଲେ, ଯିଏ ମାନେ ପଛ ଘୁଞ୍ଚା ସବୁ ଦେଲେ। ଆଉ କିଏ ତା ଭିତରୁ କହୁଛି ଓ ସାପ ଠିଆ ହୋଇ ବାଟ ଉଗାଳୁଛି, ଠାକୁରଙ୍କର ସାପ ବା କଣ କରିବ, ମାନେ ଏମିତି କହୁଛନ୍ତି। କେହି କିନ୍ତୁ ଠାକୁରଙ୍କର ପାଖ ପଶୁନାହାନ୍ତି। ଏଇ ସମୟରେ କୁଆଡେ ଥିଲେ ଶ୍ରୀ ବଡଦା, ସେଠାରେ ପହଞ୍ଚି ଆମେ ଏଇଟା ଶୁଣିଛେ ଆଖି ପିଛୁଳାକେ ଠାକୁରଙ୍କୁ ଟାଣିନେଲେ। ତାପରେ ଯେତେବେଳେ ପରେ ଏଇ ଘଟଣା ଉପରେ ଯେତେବେଳେ ଆଲୋଚନା ହେଲା, ଚର୍ଚ୍ଚା ହେଲା, ସେତେବେଳେ ଠାକୁର ସବୁ ଶୁଣୁଥାନ୍ତି ଏବଂ ଗମ୍ଭୀର ହୋଇ କହିଲେ, ଏଇ ତ ହେଲା ଭକ୍ତର ଚରିତ୍ର। ସେ ତାର ପ୍ରଭୁଙ୍କୁ କୌଣସି ବିପଦରେ ପଡିଥିବା ଦେଖିଲେ ରହିପାରେ ନାହିଁ। ହନୁମାନ ଯେମିତି ଶ୍ରୀରାମଚନ୍ଦ୍ରଙ୍କୁ ସର୍ବଶକ୍ତିମୟ ଭାବି କେବେ ହେଲେ ବିପଦରେ ଛାଡି ଦେଇ ନଥିଲେ, ସେ ଆମଙ୍କ ସମସ୍ତଙ୍କ ବିପଦରେ ଆଶୁ ସମାଧାନ ପାଇଁ ସେ ବ୍ୟସ୍ତ ହେଇ ଉଠୁଥିଲେ। ମାନେ ଆକ୍ଚୁଆଲି ଭକ୍ତର ଭାବଟା ସେଇଭଳିଆ, ମୋ ପ୍ରଭୁ ମୋ ଠାକୁର ମୋର ଯେତେବେଳେ ବିପଦରେ ପଡିବା, ସେତେବେଳେ ଭକ୍ତଟା ଆଗେଇ ଆସନ୍ତି। କିନ୍ତୁ ଆମେ କଣ କରୁଛେ, ହଁ ଠାକୁରଙ୍କର କଣ ଦୁଃଖ କଣ କରିବ, କଷ୍ଟ କଣ କରିବ ବା ଅସୁବିଧା କଣ କରିବ, ଏଇ ଫିଲ୍। ମୁଁ ଏଇ କଥାଟା କହିବାର ଅର୍ଥ, ମୁଁ ଗୋଟେ
ଥରେ ଗୋଟେ ସତ୍ସଙ୍ଗରେ ବସିଥାଏ, ଏଇ 8-10 ଦିନ ପୂର୍ବରୁ ଗୋଟେ ସତ୍ସଙ୍ଗରେ ବସିଥାଏ। ସତ୍ସଙ୍ଗରେ ଯେତେବେଳେ ବସିଥାଏ, ସେଇ ସତ୍ସଙ୍ଗ ଏତେ ଜୋର ବର୍ଷା ପବନ ଆସିଲା, ମାନେ ଠାକୁରଙ୍କର ଫଟୋଟା ପୁରା ପଡିବା ଭଳିଆ ଅବସ୍ଥା ହେଇଗଲା। ପଡିବା ଭଳି ଅବସ୍ଥା ହେଇଗଲା। ସେ ଯୋଉ ସମସ୍ତେ ଯୋଉମାନେ ବସିଥିଲେ ଆଗ ଲାଇନରେ, ସେମାନେ ଟିକେ ବ୍ୟସ୍ତ ହେଇଯାଉଥାନ୍ତି, କିନ୍ତୁ ଫଟୋ ପଡିଲାନି। କିନ୍ତୁ ନନା ଯିଏ ଥିଲେ ଉଠିକି ଧରି ଦେଉଥାନ୍ତି, ଫେର ଟିକେ ବସି ପଡିଥାନ୍ତି, ଫେର ଧରି ଦେଉଥାନ୍ତି, ଏମିତି ହେଇଗଲା। କିନ୍ତୁ କହିବାର ଅର୍ଥ ହଉଛି, ଅନ୍ୟ ଯୋଉମାନେ ବସିଥିଲେ ସେମାନେ କହୁଛନ୍ତି ନା କିଛି ହବନି, ଠାକୁରଙ୍କ ଫଟୋ କିଛି ହବନି, ସିଏ ସେମିତି ଇଏ ହବ, ଠାକୁରଙ୍କ ତଳଟା ଏମିତି ଗୋଟେ ରସି ଦିଆ ହେଇ ବନ୍ଧା ହେଇଛି, ଫଟୋ ଉଠିବନି। କିନ୍ତୁ ମନଟା ବ୍ୟସ୍ତ ଲାଗୁଥାଏ। ମାନେ ମୋର କହିବାର ଅର୍ଥ ହଉଛି, ଆମେ ବ୍ୟସ୍ତ ହଉଛେ, ଇଏ ହଉଛେ, କିନ୍ତୁ ନିରାକରଣ ଦିଗରେ ଆମେ ଯତ୍ନବାନ ହଉନି। ଯେ କଣ କରାଯିବ, ପବନ ଏତେ ଦୂର ହଉଛି, ନହେଲେ ଫଟୋକୁ ଉଠେଇ ଆଉ ଗୋଟେ ସ୍ଥାନକୁ ଆମେ ଯିବା, ସେଠି ସତ୍ସଙ୍ଗ କରିବା, ବରଂ ସେଠି ଟିକେ ଭିଡ ହଉ, କିନ୍ତୁ ଆମେ ସେମିତି ଯେମିତି ରଖିଦେଇଛୁ। ଆମେ ଅନୁଭବ କରୁଛେ ଠାକୁର ଯେ ଏଠି ଅଛନ୍ତି, ଏଇ କଥାଟା ଅନୁଭବ କଲେ ସେଇ ବୋଧଟା ଆସେ। ଯେମିତି ଗୋଟେ ଯତୀନ୍ଦ୍ରାଙ୍କର ଗୋଟେ ଆର୍ଟିକଲ ମୁଁ ପଢିଥିଲି ଆବିର୍ଭାବରେ, ବହୁତ ପୁରୁଣା ଆର୍ଟିକଲ। ସେ ସତ୍ସଙ୍ଗ ଯେତେବେଳେ ହୁଏ ଏବଂ ସେଇ ସତ୍ସଙ୍ଗର ସମୟଟା ଉପରେ କେମିତି କଣ କର୍ମୀ ମାନେ ହୁଅନ୍ତୁ, ଗୁରୁ ଭାଇ ମାନେ ହୁଅନ୍ତୁ, କେମିତି ସେମାନେ ବସିବେ, କେମିତି ସତ୍ସଙ୍ଗ ଯିବେ, ସତ୍ସଙ୍ଗ ଯିବା ପୂର୍ବରୁ ଏମିତି ବିଭିନ୍ନ ସୁନ୍ଦର ଭାବରେ ଲେଖିଥିଲେ। ଏବଂ 2-4ଟି କଥା ମୋର ମନେ ଅଛି। ଯିଏ ଅଧ୍ୟକ୍ଷତା କରିବେ କହିଥିଲେ, ସେ ସତ୍ସଙ୍ଗର 10-15 ମିନିଟ ପୂର୍ବରୁ ପହଞ୍ଚିବା ଦରକାର। ଏବଂ ସତ୍ସଙ୍ଗରେ ପହଞ୍ଚିଲେ ସେ ଫିଲ୍ କରି ଦେଖିବେ ଠାକୁରଙ୍କର ଫୁଲ ଠିକ ଭାବରେ ସଜା ହେଇଛି ନା ନାହିଁ, ଠାକୁରଙ୍କ ଆସନ ଠିକ ଭାବରେ ପଡିଛି ନା ନାହିଁ, ପାଣି ଭୋଗ ଦିଆହେଇଛି, ପାଣି ପାତ୍ର ବିଭିନ୍ନ ଦିଗ ଦେଇ ଧୂପଠରୁ ଆରମ୍ଭ କରି ଦୀପ ପର୍ଯ୍ୟନ୍ତ ସବୁ ଠିକ ଠାକ ସେ ଅନୁଭବ କରିବେ। ଏବଂ ଯେମିତି ଆଜି ଆগে ଗୋଟେ ଥିଲା ଅଧ୍ୟକ୍ଷତାର ଆସନ, ଏବେ ଅବଶ୍ୟ ଆଉ ଦିଆ ହଉନି, କିନ୍ତୁ ସେ ଅଧ୍ୟକ୍ଷତା ଆସନ ଦିଆହେଇଛି, ଗୁରୁ ଭାଇ ମାନେ କେମିତି ବସିବେ। ଏବଂ ଠାକୁର କହିଲେ ପ୍ରେୟାର ସମୟରେ, ସତ୍ସଙ୍ଗ ଚାଲିଥିବା ଅବସ୍ଥାରେ ପ୍ରେୟାର ହଉଥିବା ସମୟରେ, ଯେଡେ ବଡ କର୍ମୀ ଆସନ୍ତୁ, ରୀତିକ ଦେବତା ଆସନ୍ତୁ, ଯିଏ ଆସନ୍ତୁ, ସେ ପଛ ଲାଇନରେ ଟିକେ ଅପେକ୍ଷା କରିବା ଦରକାର। ପ୍ରେୟାର ସରିଲା ପରେ ଆଗକୁ ଆସିବେ ଯଦି ସୁବିଧା ଥାଏ। କିନ୍ତୁ ସେଇ ପ୍ରେୟାର ଚାଲିଥିଲା ପରେ ଆଡେଇ ଉଡେଇ ଦେଇ ଆଗକୁ ଆସନ୍ତି, ଅନ୍ୟର ପ୍ରେୟାରଟାକୁ ଡିଷ୍ଟର୍ବ କରିଦିଅନ୍ତି। କହିଲେ ଅନ୍ୟର ପ୍ରେୟାର ଉପରେ ଟିକେ ବି ଯେମିତି ଡିଷ୍ଟର୍ବ ସେ ନ ହୁଅନ୍ତି। ଏବଂ କେତେ ଜଣ ଭଲ ଧୋତି ପଞ୍ଜାବୀ ପିନ୍ଧିଥିବା କର୍ମୀ ମାନେ, ଗୁରୁ ଭାଇ ମାନେ ସତ୍ସଙ୍ଗ ପଛରେ ଗୋଟେ ଅଲଗା ଅଲଗା ଜାଗାରେ ଯଦି ବସନ୍ତି, ତାହେଲେ ତାଙ୍କ ପାଖାପାଖି ଯୋଉ ଲୋକମାନେ ସବୁ ବସିଥିବେ, ଗୁରୁ ଭାଇ ମା ମାନେ ବସିଥିବେ, ସେମାନେ ସେ ଲୋକଟି ଯଦି ସାଇଲେନ୍ସଲି ଚୁପଲି ଧ୍ୟାନ କରିବା ଅବସ୍ଥାରେ ବସିଥିବେ, ତାଙ୍କୁ ଦେଖି ସେ ଚାରିପଟ ଯାକ ସାଇଲେନ୍ସ ହେଇ ଉଠିବେ, ଟିକେ ବି ଖୁଡ ଖାଡ ଧୁଡ ଧାଡ ହେବେନି। ଆଗେ ମୋର ମନେ ଥିଲା, ଆମେ ମାନେ ସମସ୍ତେ ଜାଣିଛେ ସତ୍ସଙ୍ଗ 2 ଘଣ୍ଟା ହଉଥିଲା ଏବଂ ପ୍ରାୟ ଭଜନ କୀର୍ତ୍ତନ 1 ଘଣ୍ଟା ହୁଏ, ଆଲୋଚନା 1 ଘଣ୍ଟା ହୁଏ। ଯେତେବେଳେ ଆଚାର୍ଯ୍ୟ ଦେବ ଶ୍ରୀ ଦାଦା କହିଲେ ଏ ସତ୍ସଙ୍ଗଟା 1.5 ଘଣ୍ଟା ଭିତରେ ସମାପନ କରିବା ପାଇଁ, ସେତେବେଳେ ମୋର ନହେଲା, ଆଲୋଚନା ତ ଏତେ ସମୟ ହଉଥିଲା, ଆଲୋଚନା କଣ ହବ, ଆଲୋଚନା ନହେଲେ ତ ଭଲ ଲାଗିବନି, ଏମିତି ହଉଥିଲା। କିନ୍ତୁ କିଛି ଦିନ ପରେ ପରବର୍ତ୍ତୀ ମୁହୂର୍ତ୍ତରେ ଅନୁଭବ କଲି, ପ୍ରକୃତରେ ରିଏଲି 1.5 ଘଣ୍ଟାର ଜିନିଷଟାକୁ ମଣିଷ ବି ଧରି ରଖୁନି। ଯେ ଆଲୋଚନା ଭଜନ କୀର୍ତ୍ତନ ହଉଛି, ତାପରେ ବି ସେଥିଟାକି ବି ଧରି ରଖୁନି। ମଣିଷଙ୍କର ବୋଧ ଧରି ରଖିବାର କାପାସିଟି ବହୁତ କମ। ତେଣୁ ଶ୍ରୀ ଦାଦା ଅନୁଭବ କରିକି ସେଟାକୁ 1.5 ଘଣ୍ଟା କରିଦେଇଛନ୍ତି। କିନ୍ତୁ ସେଇ 1.5 ଘଣ୍ଟା ଜିନିଷଟା ଆକ୍ଚୁଆଲି ଆମେ ଦେଖି, ଜଣକୁ ଆମେ ଭଜନ ଦବା, ସେ ତା ଦେହରେ 1 ମିନିଟ ସମୟ ନେଇଯିବ, ଆଗରୁ ପ୍ରିପେୟାର ହେଇ ବସିଥିବ। କୀର୍ତ୍ତନ ଦବା, ସେ ମାଇକ ସେଟ୍ କରି ଆକୁ ସେଟ୍ କରି ଏପଟ ସେପଟ କରି 2-3 ମିନିଟ ସମୟ ନେଇଯିବ। 1.5 ଘଣ୍ଟା ଭିତରେ ଏମାନେ ବି ସମୟ ନେଇଯାଆନ୍ତି। ତାପରେ ଠାକୁରଙ୍କ ପାଖରେ ବସିବାର ଯୋଉ ବୋଧ, ଯେମିତି ଠାକୁର ବସିଛନ୍ତି ଆମେ ଅନୁଭବ କରୁଛେ ତାଙ୍କ ଆଡକୁ ସିଧା କରି ବସିବା। କିନ୍ତୁ ଯୋଉମାନେ କୀର୍ତ୍ତନ କରନ୍ତି, ମୃଦଙ୍ଗ କରନ୍ତି, ସେ ଗୋଲ ହେଇକି ବସି ଯାଉଛନ୍ତି, ବେଳେ ବେଳେ ଅନ୍ୟ ଆଡକୁ ମୁହଁ କରିଦଉଛନ୍ତି, ଯେମିତି ଗୋଟେ ସଙ୍ଗୀତ ଆସରଟା ଜମି ଉଠିବ। କିନ୍ତୁ ଠାକୁରଙ୍କୁ ଆକ୍ଚୁଆଲି ଅପେକ୍ଷା ଲକ୍ଷ୍ୟ ରଖି ବସୁନାହାନ୍ତି। ଏମିତି ମୋର ବେଳେ ବେଳେ ସତ୍ସଙ୍ଗଟା ବେଳେ ବେଳେ କଷ୍ଟଦାୟକ ଅନୁଭବ ହୁଏ। କାହାକୁ ତ ଏଟା ପରେ କହି ହୁଏ, ସେ ସତ୍ସଙ୍ଗ ଭିତରେ ନା। ତେଣୁ ସତ୍ସଙ୍ଗଟା ଆସ୍ତେ ଆସ୍ତେ, ସେମିତି ଠାକୁର କହିନାହାନ୍ତି, ନିତ୍ୟ ନୂତନ ଭାବରେ ମୁଁ ଅନୁଭବ କରିବି। ନିତ୍ୟ ନୂତନ ଭାବରେ ଦୈନନ୍ଦିନ ମୋ ଠାକୁରଙ୍କୁ ମୁଁ ଆଉ ସୁନ୍ଦର ଭାବରେ ଏମିତି ସଜେଇବି, ଏମିତି ଭୋଗ ଦେବି, ଏମିତି ତାଙ୍କ ଭୋଗରେ ବସି ଧ୍ୟାନ କରିବି। ଠାକୁର ମାନେ ନିତ୍ୟ ଯେମିତି ନୂତନ ଲାଗୁଥିବେ ଠାକୁର। ଏବଂ ଆଉ ଗୋଟେ କହିଛନ୍ତି ଭୋଗର ଦ୍ରବ୍ୟ, ଯେମିତି ଭୋଗ ଯେମିତି ଠାକୁର ଗୋଟେ ମନ୍ଦିରରେ ଆମେ ନଉଛେ, କି ଭାବରେ ନଉଛେ, ତାକୁ ଘୋଡେଇ ଦେଇ ସଦାଚାର ସମ୍ପନ୍ନ ହେଇ ଇଏ ହେଇ, ଠିକ ସେମିତି ଭାବରେ ମୁଁ ଠାକୁରଙ୍କ ପାଖକୁ ଯିବି, ଯେମିତି ଭୋଗର ଦ୍ରବ୍ୟ ମୋର ଠାକୁରଙ୍କର ଯୋଉ ଧୋତି ପିନ୍ଧିବି, ଯୋଉ ପଞ୍ଜାବୀ ପିନ୍ଧିବି, ଯୋଉ ଟ୍ରାଉଜର ପିନ୍ଧିବି, ଯେମିତି ସେଟା ଠିକ ଭାବରେ ସଫା ହେଇଥିବ, ତା ଦେହରେ କିଛି ମାନେ ଇଏ ହେଇନଥିବ, ଅସଦାଚାର ହେଇନଥିବ। ଏବଂ ଯୋଉ ପ୍ରଣାମୀ ଦେବି, ସେ ପ୍ରଣାମୀଟାକୁ ଧୋଇକି ନେଇ ଯାଇଥିବି। ଯେମିତି ଶ୍ରୀ ବଡଦା ଥରେ କହୁଥିଲେ ଯେ, ଜଣେ ଭାଇଟେ ବସିଥିଲେ, ବଡଦା ବସିଥିଲେ, ଜଣେ ଭାଇଟେ ଆଣି ପ୍ରଣାମୀ ଦେଇଦେଲେ, 5 ଟଙ୍କିଆ ନୋଟଟେ ଆଣି ପ୍ରଣାମୀ ଦେଇଦେଲେ। ଗୋଟେ ଛିଣ୍ଡା 5 ଟଙ୍କିଆ ମଳିଆ ହେଇଯାଇଛି 5 ଟଙ୍କିଆ। ବଡଦା କହିଲେ, ଶୁଣ ଶୁଣ ଶୁଣ। ସେ ଚାଲି ଆସିଲେ, ଏଇଟା କଣ ଦେଲୁ? ନା ମୁଁ ଦେଲି ପ୍ରଣାମୀ ଦେଲି। ନା ଏଇଟା କଣ ପ୍ରଣାମୀ ଟଙ୍କା ଦେଖିଛୁ କେମିତି? ନା ହଁ। କେମିତି ହେଇଛି? ମଇଳା ହେଇଯାଇଛି, ଟିକେ ଛିଣି ଯାଇଛି। ଏମିତିଆ ଟଙ୍କା ତୁମେ କାହିଁ ଦିଅରେ ପ୍ରଣାମୀ?
ଠାକୁରଙ୍କୁ ଏମିତିଆ ଟଙ୍କା ଦିଅ କାହିଁକି? ସେଠୁ ସେ ଭାଇଟି ଟିକେ ତାଙ୍କୁ ଲାଜ ଲାଗିଲା, ଟିକେ ଚୁପଚାପ ବସିଲେ। କହିଲେ ତମେ ଭାବୁଛ ଏ ପ୍ରଣାମୀ ତୁମେ ମତେ ଦଉଛ? ନା, ଏ ପ୍ରଣାମୀ ତମେ ମତେ ଦଉନ। ତୁମେ ଯେତେବେଳେ ପ୍ରଣାମୀ ମୋ କତିକି ଦିଅ, ମୋ ପାଖରେ ଦିଅ, ମୁଁ ଟିକେ ସେଇଟାକୁ ଠାକୁରଙ୍କୁ ମୁଁ ଅର୍ପଣ କରିଦିଏ। ଏଇଟା ସେଇଟା ଠାକୁରଙ୍କର ଭୋଗ ହେଇଯାଏ। ଏବଂ ଯଦି ଠାକୁରଙ୍କର ଭୋଗ ହେଇଯାଏ ତାହେଲେ ସେଇ ଭୋଗଟା ଠାକୁରଙ୍କୁ କୋଉ କୋଉ ଭଳିଆ ଜିନିଷଟା ଆମେ ଦବା। ତେଣୁ ଅଧିକାଂଶ ଭାଇ ଓ ମା ମାନେ ମୁଁ ଦେଖିଛି ସେମାନେ ପ୍ରଣାମୀ ଦେବା ପାଇଁ ଆଗରୁ ସୁନ୍ଦର ମାନେ ପୁରା ନୂଆ ନୂଆ ନୋଟ ସେମାନେ ଯତ୍ନ ସହକାରେ ସାଇତି କରି ରଖିଥାନ୍ତି ପ୍ରଣାମୀ ଦେବା ପାଇଁ ସେମାନେ ଆଣନ୍ତି। ମାନେ ଏଇଟା ସବୁ ବୋଧର କଥା, ଏଇଟା ସବୁ ଚଳଣୀର କଥା, ନିଜ ପାରିବାରିକ ଚଳଣୀର କଥା। ମାନେ ଏଇଟା ଜେନେରାଲି ଆମେ ସମସ୍ତଙ୍କର ସେଇ ବୋଧ ରହିଲେ ଦେଖିବେ ସତ୍ସଙ୍ଗଟା ଗୋଟା ଉପଭୋଗ୍ୟ ହେଇ ଉଠିବ। ଏବଂ ସତ୍ସଙ୍ଗ ଯେତେବେଳେ ଉପଭୋଗ୍ୟ ହେଇ ଉଠିବ ସେତେବେଳେ ଆମେ ଗୋଟେ କିଛି ନେଇକି ଯିବା ସାଙ୍ଗରେ। ଯେମିତି ସେ ନକୁଳଦା ବେଳେ ବେଳେ କୁହନ୍ତି, ବହୁତ ବଢିଆ କଥାଟେ କୁହନ୍ତି, ତୁମେ ଯେତେବେଳେ ସତ୍ସଙ୍ଗ ଯାଉଛ ତୁମେ ଠାକୁରଙ୍କର ଲୋକ ହେଇ ତୁମେ ଯାଅ, ଠାକୁରଙ୍କର ଲୋକ ହେଇଯାଅ ଏବଂ ଫେରୁଛ ଯେତେବେଳେ ଠାକୁରଙ୍କର ଲୋକ ହେଇପାର। କାହିଁକି ତୁମ ସାଥିରେ ଠାକୁର ଥିବେ ଏବଂ ତୁମ ଠାକୁର ସାଥିରେ ଯଦି ଠାକୁର ଯାଆନ୍ତି ନା ତୁମକୁ ଆଉ କିଛି କଷ୍ଟ ଅନୁଭବ ହବନି, ତୁମର ଦୁଃଖ ଦୈନ୍ୟ ଯନ୍ତ୍ରଣା କି ବିପଦ ଆପଦ କେତେବେଳେ ଆସିବନି। କିନ୍ତୁ ତୁମେ ଠାକୁରଙ୍କୁ ସାଥିରେ ନେଇଯାଅନି, ତୁମେ ହାମଖେରି ଭାବରେ ଯାଅ, ଯେମିତି ସେମିତି ଚାଲିଯାଅ, ଯେମିତି ସେମିତି ସତ୍ସଙ୍ଗ ବସିଯାଅ, ଯେମିତି ସେମିତି ଚାଲି ଆସ। କିନ୍ତୁ ପରୋକ୍ଷରେ କୌଣସି ବିପଦ ଆପଦ ଆସିଲେ ଆମେ ଦୋଷ ଦଉ ଠାକୁରଙ୍କର ଏବଂ ସେଇ ଦୋଷଟା ଆମେ ନିଜେ ଅନୁଭବ କରିପାରୁ। ତେଣୁ ଆମେ ପ୍ରତ୍ୟେକକୁ ଆମର ନିତ୍ୟ ନୂତନ ଭାବରେ ଠାକୁରଙ୍କୁ ଯଦି ଆମେ ଦୈନନ୍ଦିନ ଜୀବନରେ ଉପଭୋଗ କରୁ, ତାଙ୍କୁ ଦୈନନ୍ଦିନ ଜୀବନରେ ନିଜର ମାନେ ସର୍ବୋଚ୍ଚ ଖାଲି ତାଙ୍କୁ ଗ୍ରହଣ କରୁ, ତାହେଲେ ନିଶ୍ଚିତ ଭାବରେ ଆମେ ଆମ ଜୀବନ ଚଳଣିଟା ଏମିତି ହେଇ ଉଠିବ ଅନ୍ୟମାନେ ଆମ ମାନଙ୍କୁ ଅନୁଭବ କରିବେ, ଫିଲ୍ କରିବେ ଏବଂ ବୋଧ ଭିତରେ ତାଙ୍କର ଆସିବ ଏ ପ୍ରକୃତରେ କାହାକୁ କେମିତି କଣ ଧରିଛନ୍ତି, ତାଙ୍କ ଜୀବନ ଚଳଣିଟା ଏତେ ସୁନ୍ଦର ହେଇଗଲା କାହିଁକି। ତେଣୁ ସବୁବେଳେ ଠାକୁର ଚାହିଁଛନ୍ତି ଏକମୁଖୀ ଆଦର୍ଶ, ଏକମୁଖୀନତା। ସମସ୍ତ ପାରିବାରିକ ଜୀବନରେ ବାପ ଯୁଆଡେ ଅଛି, ମା ଯୁଆଡେ ଅଛନ୍ତି, ପିଲାମାନେ ସେଇ ଏକମୁଖୀ ହେଇ ଉଠନ୍ତି, ତାହେଲେ ଦେଖିବେ ପାରିବାରିକ ଜୀବନ ତ ସୁନ୍ଦର ହବ ଏବଂ ସାମାଜିକ ଜୀବନରେ ମଧ୍ୟ ଅନ୍ୟମାନେ ମଧ୍ୟ ଖୋରାକ ପାଇବେ। ତେଣୁ ଠାକୁର ଚାହିଁଛନ୍ତି ଗୋଟେ ସୁନ୍ଦର ପାରିବାରିକ ଜୀବନ। ଆଉ ଏବଂ ସେଇ ପାରିବାରିକ ଜୀବନଟା ଯଦି ଆଜି ପରିବାରର ମଙ୍ଗଳ ଉଦ୍ଦେଶ୍ୟରେ ସତ୍ସଙ୍ଗ, ଯେ ପରିବାରର ସମାଜର ଏଇଟା ମଙ୍ଗଳ, ମଙ୍ଗଳ କେମିତି ହବ? ଆମର ବ୍ୟକ୍ତି, ଦମ୍ପତି, ପରିବାର, ସମାଜ, ରାଷ୍ଟ୍ର ଏଇ ପଞ୍ଚ ମହାଜୀବନର ଯୋଉ କଥା ଠାକୁର କହିଛନ୍ତି ତାର ମୂଳରେ ହଉଛି ବ୍ୟକ୍ତିଗତ ଜୀବନ। ତେଣୁ ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଜୀବନଟା ଆମର ସୁନ୍ଦର ହବା ଦରକାର। କିଏ କଣ ଫିଲ୍ କରୁ ନ କରୁ, ଅନ୍ତତଃ ମୁଁ ନିଜକୁ ନିଜେ ଫିଲ୍ କରିବି ମୋ ବ୍ୟକ୍ତିଗତ ଜୀବନଟାକୁ ମୁଁ କିଭଳି ଭାବରେ ମୁଁ ପରିଚାଳନା କରୁଛି ଦୈନନ୍ଦିନ ଜୀବନରେ। ଆମେ କେବେ ବି କେହି କହିପାରିବେନି ଯେତେବେଳେ ରାତି ହେଇଯାଏ ସକାଳର ସୂର୍ଯ୍ୟଟାକୁ ଆମେ ଦେଖିବା ବେଳେ କେବେ ବି କାହାର କେହି ବି କହିପାରିବେନି। ତେଣୁ ସେଇ ସକାଳର ସୂର୍ଯ୍ୟଟା ଆମ ପାଇଁ ଯଦି ନିତ୍ୟ ନୂତନ ହବ ଏବଂ ସେଇ ସକାଳର ସୂର୍ଯ୍ୟଟାକୁ ଆମେ ନିଜର ଜୀବନ ଶୁଣେ ଦୈନନ୍ଦିନ କର୍ମ ଭିତରେ, ଖାଲି ଗୋଟେ କଥା ସୁନ୍ଦର ଭାବରେ ପଢୁଥିଲି ଯେ ଆମର ଦୈନନ୍ଦିନ ଜୀବନ ଭିତରେ ଯାହା 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 ସବୁ ଆମେ କରିବାର ଅଛି ଏବଂ ସେଇ କରିବା ଭିତରେ ଆମେ ତାକୁ ଯଦି ନୋଟ ଆଉଟ କରିଦବା, ଏଇ କାମ ମୋର ଆଜି କରିବାର ଅଛି ଏବଂ ସେଇ କାମ ଭିତରେ ସବୁଠାରୁ କଷ୍ଟଦାୟକ କାମ ଯୋଉଟା ସେଇଟାକୁ ପ୍ରଥମ ହାତ ମାରିବା ଦରକାର। କଷ୍ଟଦାୟକ କାମଟା କଲେ ଅନ୍ୟ କାମଟା ଇଜି ହେଇ ଉଠେ। କିନ୍ତୁ ଆମେ କଣ କରୁ, ସେ କଷ୍ଟଦାୟକ କାମଟାକୁ ସବୁବେଳେ ପଛକୁ ପକେଇ ଦଉ ଏବଂ ପଛକୁ ପକେଇଦେଲେ ସେଇଟା କଣ ହେଇଯାଏ, ସେଟା ହୁଏତ ସେଦିନ ହେଇପାରେ ନା ଆଉ ଗୋଟେ ଦିନ ହେଇପାରେ, ତା ପୁନଃ ହେଇପାରେ। ଏଇଟା ଯୋଉଟା କି ହଉଛି ଠାକୁର କହୁଛନ୍ତି ଏଇଭଳିଆ ଯଦି ଆମେ ଦୈନନ୍ଦିନ ଜୀବନ ଭିତରେ କିଛି 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 ଗଲତି ରଖିଦଉ, ସେଇଟା ଆମ ପାଇଁ ଗୋଟେ ବୋଝ ହେଇ ଉଠେ। ତେଣୁ ଆମେ ମାନେ ପ୍ରତ୍ୟେକ ଠାକୁରଙ୍କ ଜୀବନରେ ରହିଛେ। ଯେମିତି ଗୋଟେ କଥା ମୋର ମନେ ପଡେ, ବିରଜା କୃଷ୍ଣ ଭଟ୍ଟାଚାର୍ଯ୍ୟ ବୋଲି, ବିରାଜ କୃଷ୍ଣ ଭଟ୍ଟାଚାର୍ଯ୍ୟ ଭଳି ଜଣେ ଭକ୍ତ ଠାକୁରଙ୍କର ଥିଲେ। ସାଧାରଣତଃ ଆମେ ବହୁତ କମ ଜାଣିଛେ, କିନ୍ତୁ ବହୁତ ଜାଣିଛନ୍ତି। ତାଙ୍କ ଜୀବନର କଥା ଗୋଟେ ଏତେ ଭଲ ଲାଗେ କାହିଁକି, ସିଏ ଗୋଟେ ମାନେ ବିରାଟ ଏକ ମାନେ ସମ୍ଭ୍ରାନ୍ତ ପରିବାରର ଥିଲେ, ବ୍ରାହ୍ମଣ ପରିବାରର ସନ୍ତାନ ଥିଲେ ବିରଜା ଭଟ୍ଟାଚାର୍ଯ୍ୟ। ତାଙ୍କର ଜନ୍ମ ଥିଲା 1884 ଖ୍ରୀଷ୍ଟାବ୍ଦରେ ଗୋଟେ 24 ପ୍ରଗଣାର ଅନ୍ତର୍ଗତ ମଝିଲପୁର ଗୋଟେ ଗ୍ରାମରେ। ସେ ଯେତେବେଳେ ଜନ୍ମ ନେଇଥିଲେ ତାପରେ ପାଠ ସାଠ ପଢିଲେ, ଭଲ ଗୋଟେ ଉନ୍ନତ ପରିବାର। ପାଠ ପଢି ସାରିଲା ପରେ ଚାକିରି ବ୍ୟବସାୟ ଚାକିରି କି ନ ଯାଇକି ସିଏ ବ୍ୟବସାୟ କରିବାକୁ ଇଚ୍ଛା କଲେ ଏବଂ ବ୍ୟବସାୟ ମଧ୍ୟ ବହୁତ ଉନ୍ନତି କଲେ। ଏବଂ ଏଇ ବ୍ୟବସାୟ ଯେତେବେଳେ ସେ ଉନ୍ନତି କରିଚାଲିଲେ, ତାଙ୍କର ଏ ବ୍ୟବସାୟରେ ସେମାନେ ଥରେ କଲିକତା ଆସିଥାନ୍ତି। କଲିକତାରେ ବସନ୍ତ ସାହା ଚୌଧୁରୀ ବୋଲି ଜଣେ ଭାଇ ଥାନ୍ତି। ସେ ଜଣେ ତାଙ୍କ ସହିତ ବିରଜା କୃଷ୍ଣଙ୍କର ଭେଟ ପରିଚୟ ହେଲା ଏବଂ ବସନ୍ତ ସାହା ଭାଇ ହଉଛନ୍ତି ଶ୍ରୀ ଶ୍ରୀ ଠାକୁରଙ୍କର ଜଣେ ଏକନିଷ୍ଠ ଭକ୍ତ। ଏବଂ ତାଙ୍କ ସହିତ ଯେତେବେଳେ ହେଲା ଏବଂ କିଛି କଥୋପକଥନରେ ସେ ଅନୁଭବ କରିପାରିଲେ ଏଇ ଯୋଉ ବିରଜା ଭାଇଙ୍କର ଆଧ୍ୟାତ୍ମିକ ଜୀବନରେ କିଛି କ୍ଷୁଧା ଅଛି
ଏବଂ ଭଲ ପାଇବା ଅଛି। ଏବଂ ତାଙ୍କ ସହିତ ଯେତେବେଳେ କଥାବାର୍ତ୍ତା ହେଲା ପରେ ସିଏ କହିଲେ ଠାକୁରଙ୍କର କଥା କହିଲେ ଏବଂ ସେ ଠାକୁରଙ୍କ କଥା ଯେମିତି କହିଲେ ତାଙ୍କର ବି ଗୋଟେ ଇଚ୍ଛା ହେଲା। ସେ କହିଲେ ମାନେ ଠାକୁର କିଭଳି ଲୋକ, ସେ ତାଙ୍କର ବ୍ୟକ୍ତିତ୍ୱ କେମିତି, ତାଙ୍କର ଚାଲିଚଳନ କହିବା ଏବଂ ତାଙ୍କର ସବୁପରି ତାଙ୍କର ବ୍ୟବହାର ଯେମିତି ତାଙ୍କ ପାଖରେ ବର୍ଣ୍ଣନା କରିଲେ ଏବଂ ସେ ପ୍ରତି ଆକୃଷ୍ଟ ହୋଇ ତାଙ୍କ ଠାକୁରଙ୍କ ପାଖକୁ ଗଲେ ଏବଂ ଠାକୁରଙ୍କ ପାଖରେ ଯାଇ ଠାକୁରଙ୍କୁ ପ୍ରଣାମ କରି ଦର୍ଶନ କରି ତାଙ୍କ ସହିତ ମିଶି ଏବଂ ତାଙ୍କର ମନଟା ସେଠି ରହିଗଲା ପୁରା। ଯେତେବେଳେ ଘରକୁ ଫେରିଲେ କିନ୍ତୁ ସେ ତାଙ୍କ ମନଟା ଯେମିତି ସେଇ ଠାକୁରଙ୍କ ପାଖରେ ହିଁ ରହିଛି। ଫେର କିଛି ଦିନ ପରେ ଫେର ଠାକୁରଙ୍କ ପାଖକୁ ଗଲେ। ଏମିତି ଯିବା ଆସିବା ପରେ ତାଙ୍କର ଆସ୍ତେ ଆସ୍ତେ ବ୍ୟବସାୟରେ ଏତିକି ଅବନତି ହେଲା। ଯାହା ଯେମିତି ବ୍ୟବସାୟ ଚାଲିଥିଲା ବ୍ୟବସାୟ ଆଉ ଏତେ ଭଲ ଚାଲି ପାରିଲାନି। ତାଙ୍କର ପିଲା ଛୁଆ ଗୋଟିଏ ପୁଅ ଦୁଇଟି ଝିଅ, ପାରିବାରିକ ଜୀବନ, ସାନ ଭାଇ ଅଛନ୍ତି, ତାଙ୍କର ସ୍ତ୍ରୀ, ତାର ଗୋଟେ ଛୁଆ, ଗୋଟେ ବଡ ପରିବାରଟିଏ, ଗୋଟେ ଉନ୍ନତ ପରିବାର ଥିଲେ। ଆସ୍ତେ ଆସ୍ତେ ଡାଉନ ହେଇ ଉଠୁଥିଲେ କିନ୍ତୁ ଠାକୁରଙ୍କର କ୍ଷୁଧା ତାଙ୍କ ପାଖରୁ କମୁନଥାଏ, ବାର ବାର ପାଉଥାନ୍ତି। ଏଇ ସମୟରେ ତାଙ୍କର ସ୍ତ୍ରୀ କଣ କଲେ, ତାଙ୍କ ଭିତରେ ଗୋଟେ ଅନୁଭବ ଆସିଲା। ସେ ତ ଗୋଟେ ମାନେ ଯେମିତି ସ୍ୱାମୀ ପରାୟଣ ସ୍ତ୍ରୀ। ସିଏ କହିଲେ କଣ ଇଏ କୁଆଡେ ଯାଉଛନ୍ତି, କାହିଁକି ଯାଉଛନ୍ତି, ବାର ବାର ଯାଉଛନ୍ତି ଏବଂ ସେଇ କଥା ଇଏ ତାଙ୍କୁ ଦିନେ ପଚାରିଲେ। ସେ କହିଲେ ନାଇଁ ମୁଁ ମୋ ଠାକୁରଙ୍କ ପାଖକୁ ଯାଉଛି। ତାପରେ ଅନୁଭବ କଲେ ଯେ କଣ ଠାକୁର ଇଏ କାହିଁକି ଏତେ ଆନମନା ହଉଛନ୍ତି। ସବୁ ଏମିତି ଭାବି 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 ଏମିତି ଗୋଟେ ସମୟ ଆସିଲା ତାଙ୍କ ମନ ଭିତରେ ଗୋଟେ ବ୍ୟାକୁଳତା ଆସିଲେ। ମୋର କଣ ଇଚ୍ଛା ହୁଏ ନା, ମୋର ଇଚ୍ଛା ହଉଛି ଥରେ ଠାକୁରଙ୍କୁ ଦେଖିବା ପାଇଁ, ଥରେ ଯିବା ପାଇଁ, ଏମିତି ଭାବୁଛନ୍ତି। କିନ୍ତୁ ସେତେବେଳକୁ ତାଙ୍କର ସ୍ୱାମୀ ଠାକୁରଙ୍କ ପାଖରେ ଯାଇ ଅଛନ୍ତି। ଏମିତି ସମୟରେ ଏମିତି କଣ ହେଲା, ତାପରେ ସେଦିନେ ଶୋଇଛନ୍ତି ଏବଂ ସ୍ୱପ୍ନରେ ଦେଖୁଛନ୍ତି ତାଙ୍କ ଦରଜାରେ କେହି କରାଘାତ କରୁଛି ଏବଂ ଦରଜା ଖୋଲିବାକୁ କହୁଛି ଏବଂ ଦରଜା ଯେତେବେଳେ ଇଏ ଖୋଲି ଦଉଛନ୍ତି, ସେ ଗୋଟେ ଯେମିତି ଉଜ୍ଜଳ ଗୌରବର୍ଣ୍ଣ, ଖାଲି ଦେହ, ଧୋତିର କୁଞ୍ଚଟା ଯେମିତି ତଳେ ଲୋଟି ଯାଉଛି, ଗୋଟେ ଦୀପ୍ତିମାନ ପୁରୁଷ। ତାଙ୍କର କଥାବାର୍ତ୍ତା ଏତେ ସୁନ୍ଦର, ହସ ହସ ମୁହଁ ଏବଂ ସେ ଆସିଲେ ତାଙ୍କୁ ଦେଖା କଲେ। କହିଲେ ମା ମୁଁ ତୁମକୁ ଦେଖା କରିବାକୁ ଆସିଛି। ଆଉ ସରଜିତ ମାଙ୍କର ଯେମିତି ତାଙ୍କର ଏଇ କଥାବାର୍ତ୍ତା ଭିତରେ ତାଙ୍କ ଦେହଟା ଯେମିତି ଉଲ୍ଲସିତ ହେଇ ଉଠିଲା ଏବଂ ସେ କଣ କଲେ, ଏତେ ଆନନ୍ଦିତ ହେଇଗଲେ ଯେ ତାଙ୍କର ପାଦ ଧୌତ କରିଦେଲେ ଏବଂ ତାଙ୍କର ଲମ୍ବା ଲମ୍ବା କେଶ ଥାଏ, ସେ କେଶରେ ମଧ୍ୟ ତାଙ୍କର ପାଦଟାକୁ ପୋଛିଦେଲେ ଏବଂ ପୋଛିଦେଲା ପରେ ସିଏ ସେଠୁ ତାଙ୍କୁ ବସେଇ ଦେଲେ। ବସେଇ ଦେଲା ପରେ ସେ କଣ କଲେ, କହିଲେ ମା ମୁଁ ଦେଖିବାର ଇଚ୍ଛା ଥିଲା, ତୁମ ଘର ଦେଖିଲି ଏବଂ ତୁମକୁ ପାଇଲି ଏବଂ ଗୋଟେ ଜିନିଷ ତୁମକୁ ଦେଇ ଯାଉଛି ଏବଂ ସେଇ ଜିନିଷଟା ହିଁ ହଉଛି ସତନାମ। ଏବଂ ତାଙ୍କୁ ସେ ସତନାମଟାକୁ ଦେଇଦେଲେ, 4 ଅକ୍ଷର ସତନାମଟାକୁ ଦେଇଦେଲେ ଏବଂ ସେ ସତନାମଟାକୁ ସେ ପାଇଗଲେ। ପାଇଗଲା ପରେ ତାଙ୍କ ମନ ଭିତରେ ଯୋଉ ଆନନ୍ଦ ଏବଂ ସେଇଟାକୁ ସେ ଯେତେବେଳେ ଜପ କରି ଚାଲିଛନ୍ତି, ସେ ଫିଲ୍ କରୁଛନ୍ତି ଯେ ମୁଁ ଏଇଟା କେମିତି କଣ, ମୁଁ ତ ନିଜେ ହିଁ ବିଶ୍ୱାସ କରିପାରୁନି। ତାପରେ ଠାକୁର ଅନ୍ତର୍ଧ୍ୟାନ ହେଇଯାଇଛନ୍ତି ଏବଂ ସେଇ ସମୟରେ ହିଁ ଠାକୁର ମାନେ ବିରଜାଙ୍କୁ କହୁଛନ୍ତି ଆଜି ତୁମ ଘରକୁ ଯାଇଥିଲି, ତୁମ ଘର ଦେଖିଲି ଏବଂ ତୁମ ସ୍ତ୍ରୀକି ସତନାମ ଦେଇ ଆସିଛି ଏବଂ ସ୍ତ୍ରୀ ତାକୁ ଜପ କରୁଛନ୍ତି। ଏଇ କଥା କହିଲେ। କହିଲେ ଏଇଟା କେମିତି, ଆପଣ ଏମିତି ମୋ ପାଖରେ ଅଛନ୍ତି, ସେଠି ଅଛନ୍ତି, ସେଠି କେମିତି ଗଲେ? ଆଉ ସେତେବେଳେ ସେମିତି ଟେଲିଫୋନର ବ୍ୟବସ୍ଥା ନଥିଲା, କିଛି ନଥିଲା ଏବଂ ସିଏ ତାପରେ 2-3 ମାସ ପରେ ଯେତେବେଳେ ଘରକୁ ଆସିଲେ ତାଙ୍କ ସ୍ତ୍ରୀ ସହିତ ସାକ୍ଷାତ ହେଲା ଏବଂ ସ୍ତ୍ରୀ ସହିତ ସାକ୍ଷାତ ସ୍ତ୍ରୀ ସବୁ କହିଲେ, କହିଲେ ତୁମ ଠାକୁର କେମିତିଆ, ସେ ଦେଖିବାକୁ କେମିତିଆ? ସେ କହିଲେ ସେ ଏମିତି ଏମିତି ନା ଅବିକଳ ଭାବରେ ସେ ଏମିତି ଆସିଥିଲେ, ସତନାମ ଦେଇ ଯାଇଛନ୍ତି ଏବଂ ଏଇ ଭାବରେ ସେ ମତେ କହି ଯାଇଛନ୍ତି ତାଙ୍କୁ ମନନ କରିବାକୁ, ଜପ କରିବା ପାଇଁ। ସେତେବେଳେ ଇଏ ଆଶ୍ଚର୍ଯ୍ୟ ହେଇଗଲେ। ସେଦିନ ଠାକୁର ଯାହା କହୁଥିଲେ ଆଜି ବି ତାହା ମିଶି ଯାଉଛି। ପ୍ରକୃତରେ ତାକୁ କହୁଛନ୍ତି ଅଭ୍ରାନ୍ତ, ସର୍ବଶକ୍ତିମାନ, ତ୍ରିକାଳଜ୍ଞ, ସେ ସବୁ ହିଁ ଜାଣିପାରନ୍ତି, ସବୁ ହିଁ ବୁଝିପାରନ୍ତି ଏବଂ ଗୋଟିଏ ସମୟରେ ମଧ୍ୟ ବିଭିନ୍ନ ସ୍ଥାନରେ ତାଙ୍କର ଉପସ୍ଥିତି ଥାଏ। ଏଇଟା ସହଜରେ ଆମେ ଅନୁଭବ କରିପାରିବା ନାହିଁ। କେବଳ ହିଁ ସେଇମାନେ ହିଁ ଅନୁଭବ କରନ୍ତି ଯୋଉମାନେ ତାଙ୍କ ସହିତ ଟିକେ ଯୁକ୍ତ ଥାନ୍ତି, ତାଙ୍କୁ ଟିକେ ଭଲ ପାଆନ୍ତି ଏବଂ ତାଙ୍କର କହିବା ମୁତାବକ ହିଁ ଚାଲନ୍ତି। ତେଣୁ ତାପରେ ଏମିତି କିଛି ଦିନ ଯାଇଛି ଏବଂ ତାଙ୍କର ଠାକୁରଙ୍କ ପ୍ରତି ଭଲ ପାଇବା ବଢି ଯାଇଛି। ତାପରେ ଏମିତି ଆସ୍ତେ ଆସ୍ତେ ଯେତେବେଳେ ବ୍ୟବସାୟ ଡାଉନ ହେଇଯାଇଛି, ଏ ସପରିବାର ସମସ୍ତେ ଯାଇ ପାବନାରେ ରହିଯାଇଛନ୍ତି। ଠାକୁରଙ୍କ ଆଶ୍ରମ ପାଖରେ ଗୋଟେ ଛୋଟିଆ ଜାଗା କିଣି ସେଠି ରହିଯାଇଛନ୍ତି ଏବଂ ଇଏ ଏମିତି ବାର ବାର ଠାକୁର ତାଙ୍କୁ ବାହାରକୁ ପଠାନ୍ତି। ସପ୍ରତିନିଧି ପାଞ୍ଜାବୀ ମଧ୍ୟ ପାଇଛନ୍ତି ଏବଂ ଯେତେବେଳେ ବାହାରକୁ ପଠାନ୍ତି ସେ 2-3 ମାସ ଚାଲିଯାଆନ୍ତି ଏବଂ ସେଇ 2-3 ମାସ ଭିତରେ ସେ ଯାହା ସଂଗ୍ରହ କରିଥାନ୍ତି, କିଛି ଅର୍ଘ୍ୟ ସଂଗ୍ରହ କରିଥାନ୍ତି ଠାକୁରଙ୍କ ପାଖରେ ଏବଂ ସେଇଟା ହିଁ ତାଙ୍କର ପାରିବାରିକ ଜୀବନର ଚଳଣି ପାଇଁ ସେଇଟା ଦେଇ ଦେଇଛନ୍ତି ଖର୍ଚ୍ଚ କରିବା ପାଇଁ। କିନ୍ତୁ ଏମିତି ଗୋଟେ ସମୟ ଆସିଲା, ସିଏ ନାହାନ୍ତି, ଘରର ପରିବେଶ ଆସ୍ତେ ଆସ୍ତେ ଖରାପ ହେଇ ଉଠିଛି ଏବଂ ଛୋଟିଆ ଚାଳ ଘରଟିଏ ସେ କରିଛନ୍ତି ଏବଂ କିଛି ଖାଇବାକୁ ନାହିଁ। ତାଙ୍କର 2 ଝିଅ ଏବଂ ଗୋଟିଏ ପୁଅ ଏବଂ ଏମିତି ଗୋଟେ ହେଇଛି, ସାନ ଝିଅଟି ସବୁବେଳେ ବିକଳ ହଉଛି ଭାତ ଖାଇବା ପାଇଁ, ଭାତ ଭାତ ସବୁବେଳେ ହଉଛି। ବଡ ଝିଅଟି ଦୁଃଖ କଷ୍ଟ ବୁଝି ଯାଇଛି କିନ୍ତୁ ଆଉ କଣ କରିବେ, ଏମିତି ଅବସ୍ଥା ହେଇଛି। ତାପରେ
ମାଟି ସରୋଜିନୀ ମା ତାଙ୍କର ସ୍ତ୍ରୀ ତାଙ୍କ ବଡ ଝିଅକୁ ଗୋଟେ ଦୋକାନକୁ ପଠେଇଛନ୍ତି, ତୁ ଯା ଦୋକାନରୁ କିଛି ବାକି କରିକି ନେଇ ଆସିବୁ। ସେଇଠୁ ସିଏ କହିଲେ ନା ମା ମୁଁ ଯିବିନି, ବାକି କଲେ ତ ତାକୁ ସୁଝିବାକୁ ପଡିବ, ତେଣୁ ଆମେ ସୁଝିବା କୋଉଠୁ, ଆହୁରି ଖରାପ ଲାଗିବ, ବରଂ ଦୁଃଖ ହଉ କଷ୍ଟ ହଉ ଆମେ ଏଇଠି ହିଁ ରହିଯିବା। ତାପରେ ଏମିତି କିଛି ଦିନ ରହିଛନ୍ତି, ମା ବିଭିନ୍ନ ପ୍ରକାର ବୁଝେଇ ଦିଅନ୍ତି। ରାତି ହେଲେ ମଧ୍ୟ କିରୋସିନି ନଥାଏ, ସନ୍ଧ୍ୟା ହେଇଗଲେ ଅନ୍ଧାର ହେଇଯାଏ, ପିଲାମାନଙ୍କୁ ଗପ ଛଳରେ ବିଭିନ୍ନ ତାଙ୍କ ସମୟଟାକୁ ନେଇ ରାତିରେ ଶୋଇପଡନ୍ତି। ଏମିତି ହଠାତ୍ କଣ କରିଛି, ଗୋଟେ ଦିନ ହଠାତ୍ ଝଡ ପବନ ଆସିଛି, ବାତ୍ୟା ଆସିଛି, ପ୍ରଳୟ କରିବ, ବାତ୍ୟା ଆସିଛି ଏବଂ ତାଙ୍କର ରୋଷେଇ ଘରର କବାଟଟା ମଧ୍ୟ ଭାଙ୍ଗି ଯାଇଛି। ଏମାନେ ଗୋଟେ ଚୌକି ତଳେ ମା ଝିଅ ପୁଅ ସବୁ ଅଛନ୍ତି ଏବଂ ସେଇ ସମୟରେ ମା ଟେ ଠାକୁରଙ୍କୁ ଯେମିତି ଦୌପଦୀ ସେଦିନ ସମର୍ପିତ ଜୀବନ କରିଦେଇଛି, ସେ ଠାକୁରଙ୍କ ପାଖରେ ସେ ଡାକୁଛି, ଠାକୁର ଏଥିରୁ ମତେ କେମିତି ତୁମେ ରକ୍ଷା କର, କେମିତି ମୁଁ ବଞ୍ଚିଯିବି ପିଲା ଛୁଆଙ୍କୁ ନେଇ। ଏଇ ଭାବରେ ସେ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି। ଏବଂ କିଛି ସମୟ ପରେ ଯେତେବେଳେ ସେଇ ଯୋଉ ବର୍ଷା ଆଉ ବାତ୍ୟାର ତାଣ୍ଡବ କମି ଯାଇଛି, ସେଇ ସମୟରେ ଇଏ ଚୁପଚାପ ହେଇଯାଇଛନ୍ତି, ବସିଛନ୍ତି ଥକା ମାରି, ଅନ୍ଧାର ରାତି, କାହାକୁ କିଛି ଦେଖା ହବନି। ହଠାତ୍ ଜଣେ କବାଟରେ କରାଘାତ କରୁଛନ୍ତି, ଚୋର କୀଟ ଅକ୍ଷର ଭୟରେ ଫିଟଉନାହାନ୍ତି। ଅନେକ ସମୟ କଥୋପକଥନ ପରେ ସିଏ ଫିଟେଇଛନ୍ତି କବାଟ ଏବଂ କହୁଛନ୍ତି ମା ତୁମେ ଲଣ୍ଠନଟେ ଲଗେଇ ଦିଅ, ଆଲୋକଟେ ଲଗେଇ ଦିଅ, ଏ ଜିନିଷ ସବୁ ନେଇଯାଅ। ସେ କହୁଛନ୍ତି ବାବାରେ କୋଉଠି ପାଇବି ମାନେ ଲଣ୍ଠନ ଲଗେଇବାକୁ, କିରୋସିନ ନାହିଁ, ବତୀ ନାହିଁ, କେମିତି ଜଳେଇବି? ନା ଏମିତି ଏମିତି ତୁମେ ଏ ଜିନିଷଟା ନିଅ। ନା କିଏ ସେ ଜିନିଷ ଦେଲେ, କାହିଁକି ଦେଲେ? ନା ସେ କହିଲେ ଗ୍ରାମର ଜଣେ ପଣ୍ଡିତ ଲୋକ, ତାଙ୍କର ଆଜି ଶୁଦ୍ଧିକ୍ରିୟା ଥିଲା ତା ବାବାଙ୍କର, ସିଏ କିଛି ଭୋଜ୍ୟ ପଠେଇଛନ୍ତି ଏବଂ ଡାଲି ଚାଉଳ ଯାହା ପନିପରିବା ସବୁ ପଠେଇଛନ୍ତି ଏବଂ ସେ ସମୟରେ 6 ଅଣା ପଇସା ମଧ୍ୟ ସେ ପଠେଇଛନ୍ତି ଦକ୍ଷିଣା ସ୍ୱରୂପ। ଏବଂ ସବୁ ଦେଇକି ସେ ଚାଲିଗଲେ। ସେତେବେଳେ ହତବାକ ହେଇ ବସିଛନ୍ତି। ପ୍ରକୃତରେ ହିଁ ସେ କରୁଣାମୟ, ସବୁ କିଛି ଅନୁଭବ କରିପାରନ୍ତି, ସବୁ କିଛି ଜାଣିପାରନ୍ତି। ଭକ୍ତ ଜୀବନରେ ଯେମିତି ଭଗବାନ, ଠିକ ସେମିତି ଭକ୍ତ ଜୀବନଟା କେତେ କଷ୍ଟଦାୟକ, କିନ୍ତୁ ତାପରେ ଯେ ଯୋଉ ଆନନ୍ଦ ଟିକକ ମିଳେ, ସେହି ଆନନ୍ଦ ଟିକକ ହିଁ ତାର ଯେମିତି ସବୁ କିଛି, ସେ ଆନନ୍ଦ ଟିକକ ସେ ପାଇଲେ। ତେଣୁ ଏମିତି ଅନେକ ଜୀବନରେ, ଆମ ମାନଙ୍କ ଜୀବନରେ ଆମେ ଟିକେ ଟିକେ ମାନେ ଅସୁବିଧା ପଡ଼ିଲେ, ଟିକେ ଟିକେ ঝুঁটি পড়িলে আমি কষ্ট অনুভব করি। কারণ ঠাকুর কৌଛନ୍ତି, ଗୋଟେ বাণী ଦେଇଛନ୍ତି, মুশকিল মাঝে থাকতে পারে ওই তো অসল থাকা, গছে যে ফল পাকে থাকে ওই তো অসল পাকা। তাহলে সমস্যা ভিতরে রহি, যে জঞ্জাଳ ଭିତରେ, ଯନ୍ତ୍ରଣା ଭିତରେ, ଦୁଃଖ ଭିତରେ ରହି ପ୍ରଭୁଙ୍କୁ ଧରିଥାଏ, ପ୍ରଭୁଙ୍କ ଇଷ୍ଟ ପ୍ରତିଷ୍ଠା କରିଥାଏ, ସେ ନିଶ୍ଚିତ ଭାବରେ ଯେମିତି ଗଛ ଯୋଉ ଫଳ ପାକେ থাকে ওই তো ଅସଲ ପାକା, ନିଶ୍ଚିତ ଭାବରେ ତା ଜୀବନଟା ପକ୍କା ଜୀବନ ହେଇଯାଏ ଏବଂ ସେଇ ଜୀବନଟା ହିଁ ନେଇ ହିଁ ତାର ପରିବାର ଜୀବନଟା ଉନ୍ନତ ହେଇଯାଏ। ଆଜି ଆଚାର୍ଯ୍ୟ ଦେବ ଆମମାନଙ୍କୁ ଯୋଉ ନିର୍ଦ୍ଦେଶ ଦେଇଛନ୍ତି, ଏଇ 2 ଦିନ ତଳେ ଆମେ ଯାଇଥିଲୁ ଦେଓଘର, ଆସିଲୁ 2-3 ଦିନ ପୂର୍ବରୁ ଏବଂ ପ୍ରାୟ 50 ଜଣ ଖଣ୍ଡେ ଚୌଦ୍ୱାର ଯାଇଥିଲେ ଏବଂ ତା ପୂର୍ବରୁ ଚୌଦ୍ୱାର ଭାଇମାନେ ଯୋଉ ଡିପି ୱାର୍କ କରୁଥିଲେ, ସେ ଡିପି ୱାର୍କର ସବୁ ଯାକ ଯୋଉଟା କି ପେପର ସବୁ ନେଇ ସେଠି ଯାଇ ଆଚାର୍ଯ୍ୟ ଦେବଙ୍କୁ ଯେତେବେଳେ ଦେଖେଇଲେ ଏବଂ ଆଚାର୍ଯ୍ୟ ଦେବ ଏତେ ଖୁସି ହେଇ କହିଲେ, ତୁମେ ଏତେ ଗ୍ରାମ ଯାଇଛ, ଗୋଟେ ମାନେ ବ୍ଲକ ସ୍ତରୀୟ ବା ଏଇ ଯୋଉ 30-40ଟା ଗ୍ରାମକୁ ଯାଇଛ, ସବୁ ଗ୍ରାମକୁ ମିଶେଇ ଗୋଟେ ବିରାଟ ବଡ ଉତ୍ସବ କର, ଗୋଟେ ମିଡିଲ ପ୍ଲେସ ରେ। ଏବଂ ତାପରେ ସେ ଆସିଗଲେ ଏବଂ କହିଲେ ତୁମେ ଡେଟ୍ ଠିକ କରିକି ଆସିବ ଏବଂ ଏ 2ଟା ଡେଟ୍ ଠିକ କରିକି ନେଇଗଲେ ଏବଂ ଆଚାର୍ଯ୍ୟ ଦେବ ସେ 2ଟା ଡେଟ୍କୁ ଦେଖି ନଭେମ୍ବର 17 ତାରିଖ କହିଲେ ତୁମେ ଏଇ ଡେଟ୍ଟାକୁ କର। ତାପରେ ପଚାରିଲେ ଆସିବେ କି ନ ଆସିବେ ଆଚାର୍ଯ୍ୟ ଦେବ। ତାପରେ ଆଚାର୍ଯ୍ୟ ଦେବ ଟିକେ ଖାଲି ମୁରୁକି ହସିଲେ, ଆଉ କିଛି କହିଲେନି। ତାର କିଛି ସମୟ ପରେ ମା ମାନେ 10-30 ଜଣ ମା ଯାଇଥିଲେ ଏବଂ ମା ମାନେ ଏକତ୍ରିତ ହେଇ ସେମାନେ କହିଲେ ଆମେ ଟିକେ ଆଚାର୍ଯ୍ୟ ଦେବଙ୍କ ସହିତ ଟିକେ ଦର୍ଶନ କରିବା, ଆଚାର୍ଯ୍ୟ ଦେବଙ୍କୁ ଦର୍ଶନ କରିବୁ। ତାପରେ ମା ମାନେ ଯେତେବେଳେ ଦର୍ଶନ କଲେ, ସେମାନେ କହିଲେ ଚୌଦ୍ୱାରରୁ ମା ମାନେ ଆସିଛନ୍ତି। ସେ ମା ମାନଙ୍କୁ ଦେଖି ବହୁତ ଖୁସି ହେଲେ, କହିଲେ ମୁଁ ଶୁଣିଛି କଟକରେ ଭାଇମାନେ ବହୁତ ଆକ୍ଟିଭଲି ଅଛନ୍ତି, ମା ମାନେ ବି ଅଛନ୍ତି, କିନ୍ତୁ ଏତେ ମା ଆସିବେ ମୁଁ ଅନୁଭବ କରିନଥିଲି। ମୁଁ ପ୍ରୀତ ହେଇ ଖୁସି ହେଇଛି ଏବଂ ସେ ଯୋଉ ତୁମେ ଯୋଉ ମତେ କରିଛ, ନିମନ୍ତ୍ରଣ କରିଛ, ମୋର ଇଚ୍ଛା ଅଛି ଯିବା ପାଇଁ ନଭେମ୍ବର ମାସରେ, ମାନେ ଏତିକି କହିଲେ। ତାମାନେ ଆମେ ଏଥର ଅନୁଭବ କଲୁ ବୋଧ ହୁଏ ଆଚାର୍ଯ୍ୟ ଦେବ ଆସିପାରନ୍ତି ମାନେ ଇଏ ପାଇଁ। ତେଣୁ ଆଚାର୍ଯ୍ୟଙ୍କର ଯୋଉ ଏକମାତ୍ର ପରିକଳ୍ପନା ଯେ ଡିପି ୱାର୍କ, ଆଉ ସେଇ ଡିପି ୱାର୍କ ହିଁ କୋଉଠୁ କଣ ଷ୍ଟାର୍ଟ ହଉ ନ ହଉ ନିଜ ପରିବାର ଭିତରୁ ପ୍ରଥମ ଷ୍ଟାର୍ଟ କରିବା ଦରକାର, ନିଜ ପରିବାର ଭିତରୁ। ଆଉ ନିଜ ପରିବାର ଭିତରୁ ଷ୍ଟାର୍ଟ କଲେ ତାହେଲେ ମୋର ପୁଅ ମୋର ଝିଅ ସେମାନେ ଯଦି ଠିକ ଠିକ ଭାବରେ କରିବେ, ମୋ ପଢାପଢି ପ୍ରତିକି ତାପରେ ମୁଁ ଧୀରେ ଧୀରେ ଯାଇ ଗୋଟିଏ ଗୋଟିଏ କରୁ 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 ନିଶ୍ଚିତ ଭାବରେ ଆଚାର୍ଯ୍ୟ ଦେବ ଯାହା ଚାହିଁଛନ୍ତି, ଯୋଉଟା 10% ହେଇନି ସେଟା ଆସ୍ତେ ଆସ୍ତେ 10% ହେଇ ଉଠିବ। ଏବଂ ସେଇ କରିବାର ମଜା, ଏବଂ କରିବାର ମଜାଟା କଲେ ହିଁ ମିଳେ, ଆଉ ନ କଲେ କେବଳ ଘରେ ବସିଲେ କହିଲେ ସେ ତାର ମଜାଟା ହୁଏ ନା। ତେଣୁ ସେ ଆଚାର୍ଯ୍ୟ ଦେବ ସେ ଦାଦା ଯୋଉ କଥା କହୁଥିଲେ, କହିଲେ କୋଉମାନେ କରିପାରନ୍ତିନି, କୋଉମାନେ ସେ ମଜାଟା ପାଆନ୍ତିନି।
ତେଣୁ ସେ ଯୋଉ କହିଥିଲେ ଫାଙ୍କି ଦେଇ ଭୁରୁଚ ଭବେ ପ୍ରବଞ୍ଚନରେ ଭୁଲାଇ ଲୋକେ କଥାର ତୋଡେ ମତାଇ ସର୍ବେ ଆତ୍ମପ୍ରତିଷ୍ଠାର ଝୁଙ୍କେ ଏମିତି କରି ବେଳ ଗଲା ସନ୍ଧ୍ୟା ଛାୟରେ ଭରିଲା ଘର ଏବେ ବି ତୁ ହି ଚେତନ ହରା ଶେଷର ସେଦିନ ଭୟଙ୍କର ଫାଙ୍କି ଦେଇ ଯଦି ତୁ ଦୁନିଆରେ ବୁଲିବୁ ଏବଂ ତୋର ତୋଡରେ ଲୋକମାନଙ୍କୁ ଯଦି ଏକଜୁଟ କରିଦବୁ ଏମିତି ଗୋଟେ ସମୟ ଆସିବ ଲୋକମାନେ ସିନା ତୋତେ ମାନିବେ ରେସ୍ପେକ୍ଟ ଦେବେ କିନ୍ତୁ ରିଏଲି ତୋ ଜୀବନରେ ସନ୍ଧ୍ୟା ଛାୟରେ ଯେମିତି ଭରିଲା ଘର ଏବେ ବି ତୁ ହି ଚେତନ ହରା ଶେଷର ସେଦିନ ଭୟଙ୍କର ଗୋଟେ ଶେଷର ସେ ଗୋଟେ ସମୟ ଆସିବ ଯୋଉଟା କି ଭୟଙ୍କର ହେଇ ଉଠିବ ତେଣୁ ଯାହା ସେତେବେଳେ ଶେଷ ପଦରେ କହିଛନ୍ତି ଈଶ୍ୱର ଲିଶାଣ ବାଜି ରାଣୀ ଉଠି କାଳ ଫେଣି ତୋର ମଥା ଉପରେ ମରଣ ତୋତେ କରୁଛି ଖେଦା ବଞ୍ଚିବୁ ଏକ୍ଷଣି କି ପ୍ରକାରେ ଦ୍ରୋହ ଲୋଭର ବନ୍ଧନ କାଟି ଇଷ୍ଟ ତପେ ଝାମ୍ପି ପଡ ନୋଇଲେ ଗତି କୁମ୍ଭି ପାକେ ଶେଷର ସେଦିନ ଭୟଙ୍କର କହିଲେ ଶେଷ ଗୋଟେ ସମୟ ଆସିବ ଭୟଙ୍କର ସମୟ ଆସିବ ତେଣୁ ଆମେ ମାନେ ଯୋଉ ଦାୟିତ୍ୱ ନେଇଛେ ଆମ ମାନଙ୍କୁ ଠାକୁର ଆଚାର୍ଯ୍ୟ ଦେବ ଯୋଉ ଦାୟିତ୍ୱ ଦେଇଛନ୍ତି ଆମେ ମାନେ ଗୋଟେ ରିଏଲି ସତ୍ସଙ୍ଗୀ ଭାବରେ ନିଜକୁ ପ୍ରତିପାଦିତ କରି ନିଜ ପାରିବାରିକ ଜୀବନକୁ ସୁଖ ଶାନ୍ତି ଆନନ୍ଦ ଦବା ସହିତ ସପରିବାର ସପରିବେଶକୁ ଯଦି ଆମେ ସୁଖ ଶାନ୍ତି ଆନନ୍ଦ ଦେଇପାରିବା ଆମେ ଖୁସି ହବା ଆମ ପରିବାର ଖୁସି ହେବେ ଆଚାର୍ଯ୍ୟ ଖୁସି ଆମେ ଆନନ୍ଦରେ ଗାଇ ଉଠିବା ବନ୍ଦେ ପୁରୁଷୋତ୍ତମମ୍ ଜୟ ଗୁରୁ ଜୟ ଗୁରୁ जय गुरु देवेंद्र भाई जय गुरु। ଜୟ ଗୁରୁ अति सुंदर संक्षिप्त समय सीमा निर्धारित समय भितर अत्यंत जीवनीय कथा तोली धरले